Dear students, I Kanishka Kumar Dasa welcome you to your favorite English class. Students, ପିଲାମାନେ ଆଜି ଆମେ ପ୍ରେଜେଣ୍ଟ ପରଫେକ୍ଟକୁ ଓଡ଼ିଆରେ ଆଲୋଚନା କରିବା। ପ୍ରେଜେଣ୍ଟ ପରଫେକ୍ଟକୁ ଓଡ଼ିଆରେ ଆଲୋଚନା କରିବା ପୂର୍ବରୁ ତୁମେମାନେ ଯଦି ଫାର୍ଷ୍ଟ ଟାଇମ୍ ମୋର ଚ୍ୟାନେଲ ଭ୍ୟୁ କରୁଛ ତାହେଲେ ତାକୁ ସବସ୍କ୍ରାଇବ୍ କରିନିଅ, ତାକୁ ଲାଇକ୍ କରିନିଅ ଆଉ ସେୟାର କରିନିଅ। ପ୍ରେଜେଣ୍ଟ ପରଫେକ୍ଟ ହେଉଛି ପ୍ରେଜେଣ୍ଟ ଟେନ୍ସର 3 ନମ୍ବର ରୂପ। ପ୍ରେଜେଣ୍ଟ ପରଫେକ୍ଟକୁ ଇଂରାଜୀ ବାକ୍ୟରେ ଆମେ କେମିତି ପାଇବା ନା ପିଲାମାନେ, ମୁଁ ତୁମକୁ ଆଗରୁ କହିଛି ଯେ ଆମକୁ ଟେନ୍ସ ବା ଟେନ୍ସର ଫର୍ମ ଏ କଥା ଆମକୁ ଭାବ ହିଁ ଦେଖାଇଥାଏ। ତାହେଲେ ଟେନ୍ସ କଥା ବା ଟେନ୍ସର ଫର୍ମ କଥା ଆମକୁ ବୁଝିବାକୁ ହେଲେ କେବଳ ଭାବ ପାଖକୁ ଯିବାକୁ ପଡ଼ିବ। ତାହେଲେ ଆଗେ ଆମକୁ ଭାବ ଚିହ୍ନିବାକୁ ପଡ଼ିବ ଏବଂ ସେ ଭାବର ଫର୍ମକୁ ଜାଣିବାକୁ ପଡ଼ିବ ବା ରୂପକୁ ଜାଣିବାକୁ ପଡ଼ିବ, ସେ କେଉଁ ରୂପରେ ଅଛି। ତାହେଲେ ପିଲାମାନେ, ମୁଁ ଏଠି କହି ରଖେ ଯେ ପରଫେକ୍ଟ କଥାର ଅର୍ଥ ହେଉଛି ମେନ୍ ଭାବର 5 ନମ୍ବର ରୂପ। ଆଗରୁ ତାହା V3 ଫର୍ମ ରୂପେ ପରିଚିତ, ତାହା ହେଉଛି ପାଷ୍ଟ ପାର୍ଟିସିପଲ ରୂପ। ସେଇ ପାଷ୍ଟ ପାର୍ଟିସିପଲ ରୂପ ଯେମିତି ଗାଓ, ଯେଉଁ ପ୍ରେଜେଣ୍ଟ ଫର୍ମ ଅଫ୍ ଦି ଭାବ, ତାର ପାଷ୍ଟ ପାର୍ଟିସିପଲ ରୂପ କ'ଣ ନା ଗନ୍। ଗାଓ ୱେଣ୍ଟ ଗନ୍, ତୁମେ ଜାଣିଛ। ତାହେଲେ ଗନ୍ ହେଉଛି ତାର ପାଷ୍ଟ ପାର୍ଟିସିପଲ ରୂପ ଅର୍ଥାତ୍ V3 ଫର୍ମ। ସେଇଭଳି ଡୁ ଡିଡ୍ ଡନ୍, ଡନ୍ ହେଉଛି ଡୁ ଭାବର 3 ନମ୍ବର ରୂପ, ପାଷ୍ଟ ପାର୍ଟିସିପଲ ରୂପ। ସେମିତି ସି ସ ସିନ୍, ସିନ୍ ହେଉଛି ସି ଭାବର 3 ନମ୍ବର ରୂପ, ପାଷ୍ଟ ପାର୍ଟିସିପଲ ରୂପ। ଏହି ମେନ୍ ଭାବର 3 ନମ୍ବର ରୂପ ହିଁ ଆମକୁ ଦେଖାଇଥାଏ ଯେ ପରଫେକ୍ଟ ଅଛି। ତାହେଲେ ପରଫେକ୍ଟ ଯେଉଁ ଅଛି, ଯେଉଁ V3 ଫର୍ମ ଅଫ୍ ଦି ଭାର୍ବ ବା ପାଷ୍ଟ ପାର୍ଟିସିପଲ ଫର୍ମ ଅଫ୍ ଦି ଭାର୍ବ, ଏହା ହେଉଛି ନନ୍ ଫାଇନାଇଟ୍ ଭାର୍ବ। ନନ୍ ଫାଇନାଇଟ୍, ସେ ଆମକୁ ଟେନ୍ସ ଦେଖାଏ ନାହିଁ। ତାହେଲେ ତାକୁ ଫାଇନାଇଟ୍ କରିବା ଆବଶ୍ୟକ। ତାହେଲେ ଫାଇନାଇଟ୍ କେମିତି କରିବା ନା ତାକୁ ହେଲ୍ପ କରେ ହ୍ୟାଭ୍ ଭାର୍ବ। ହ୍ୟାଭ୍ ଭାର୍ବ ତାକୁ ହେଲ୍ପ କରେ ବା ହେଲ୍ପିଂ ଭାର୍ବ ରୂପରେ ତା ପୂର୍ବରୁ ବ୍ୟବହୃତ ହୁଏ। ସେହି ହ୍ୟାଭ୍ ଭାର୍ବର ପ୍ରେଜେଣ୍ଟ ଫର୍ମ ଯଦି ଆମେ ଲଗାଉଛୁ ତାହେଲେ ଆମେ ଜାଣିପାରିବା ଯେ ତାହା ପ୍ରେଜେଣ୍ଟ ରୂପରେ ଅଛି। ହ୍ୟାଭ୍ ଭାର୍ବର ପ୍ରେଜେଣ୍ଟ ରୂପ କ'ଣ ନା ହେଜ୍ ବା ହ୍ୟାଭ୍। ଆମେ ସବଜେକ୍ଟ ଅନୁଯାୟୀ ଯଦି ହେଜ୍ ବା ହ୍ୟାଭ୍କୁ ଲଗାଇବା ତାହେଲେ ତାହା ପ୍ରେଜେଣ୍ଟ ବୋଲି ଜଣାପଡ଼ିବ ବା ସେ ଆମକୁ ଟେନ୍ସ ଦେଖାଇବ, ପ୍ରେଜେଣ୍ଟ ଟେନ୍ସ। ତାହେଲେ ପ୍ରେଜେଣ୍ଟ ପରଫେକ୍ଟ ହେଇଗଲା। ପରଫେକ୍ଟ ଜାଣିବା ପାଇଁ V3 ଫର୍ମ, ସେଇ V3 ଫର୍ମକୁ ଆମେ ଯଦି ଫାଇନାଇଟ୍ କରିବା ତାହେଲେ ତା ପୂର୍ବରୁ ହ୍ୟାଭ୍ ଭାର୍ବ ଲଗାଇବା। ତାହେଲେ ଆମେ କହିବା ହ୍ୟାଭ୍ ଡନ୍, ହ୍ୟାଭ୍ ୱାକ୍ଡ, ହ୍ୟାଭ୍ ଟକ୍ଡ ବା ହ୍ୟାଜ୍ ଟକ୍ଡ ବା ହ୍ୟାଜ୍ ପ୍ଲେଡ୍, ହ୍ୟାଜ୍ ସ୍ଲେପ୍ଟ, ଏଇଭଳି ହେଉଛି ଆମେ କହିବା। ତାହେଲେ ତୁମେ ଜାଣିଛ ହ୍ୟାଜ୍ ବା ହ୍ୟାଭ୍ କେଉଁ ସବୁ ସବଜେକ୍ଟ ପରେ ଲାଗିଥାଏ ନା ଆଇ ପାଖରେ ହ୍ୟାଭ୍ ଲାଗେ, ଉଇ ପାଖରେ ହ୍ୟାଭ୍, ୟୁ ପାଖରେ ହ୍ୟାଭ୍, ହି ପାଖରେ ହ୍ୟାଜ୍, ସି ପାଖରେ ହ୍ୟାଜ୍, ରାମ ପାଖରେ ହ୍ୟାଜ୍, ଇଟ୍ ପାଖରେ ହ୍ୟାଜ୍, ଏଇଭଳି ଲଗେଇବା। ତାହେଲେ ପିଲାମାନେ, ତୁମେ ଜାଣିଗଲ ଯେ ଇଂରାଜୀ ବାକ୍ୟରୁ କେମିତି ଆମେ ବାହାର କରିବା ଯେ ଏଇ ବାକ୍ୟଟି କେଉଁ ଟେନ୍ସ କେଉଁ ଫର୍ମରେ ଅଛି। ତାହେଲେ ପ୍ରେଜେଣ୍ଟ ପରଫେକ୍ଟ ଥିଲେ ଆମେ এইভাবে ବାହାର କରିଦେବା, ଚିହ୍ନି ନେବା ଭାର୍ବକୁ ଏବଂ
ତାକୁ ଆମେ ଜାଣିନେବା ଯେ ପ୍ରେଜେଣ୍ଟ ପରଫେକ୍ଟରେ ଅଛି। ଏବେ ପ୍ରେଜେଣ୍ଟ ପରଫେକ୍ଟର ରୂପ ତୁମେ ଜାଣିଗଲ। ଆମେ ପରବର୍ତ୍ତୀ କଥା ଆମେ ଆଲୋଚନା କରିବା ଯେ ଏଫର୍ମେଟିଭ ସେଣ୍ଟେନ୍ସରେ ଆମେ এইভাবে ଆମେ প্রেজেন্ট পারফেক্ট ব্যবহার করিবা। আই হ্যাভ ওয়ার্কড, ইউ হ্যাভ ওয়ার্কড, হি হ্যাজ ওয়ার্কড, সি হ্যাজ ওয়ার্কড। তার নেগেটিভ বা নাবাচক যে বাক্য রয়েছে সেগুলা কেমিতি হব না আই হ্যাভ নট ওয়ার্কড, আই হ্যাভন্ট ওয়ার্কড, you haven't worked, he hasn't worked, she hasn't worked। সেইভাবে তার ইন্ট্রোগেটিভ বা প্রশ্নবাচক বাক্য কেমিতি হব না প্রথমে ভাব হ্যাভ আসিଯିব। তাহলে সেগুলা এমতি হব হ্যাভ আই ওয়ার্কড, হ্যাভ ইউ ওয়ার্কড, হ্যাজ সি ওয়ার্কড, হ্যাভ উই ওয়ার্কড, এইভাবে। তাহলে এইগুড়িক সবু বিভিন্ন বাক্য সিম্পল সেন্টেন্স সেগুড়া সবু আমি আলোচনা কলু। এবে আমি জানিবা যে প্রেজেন্ট পারফেক্ট কু আমি কেউঠি কেউঠি ব্যবহার করু না। প্রেজেন্ট পারফেক্ট কু আমি আমার প্রথম নিয়মরে আমি এইভাবে ব্যবহার করু অতীতরে আরম্ভ হইଥିବା কৌশি কার্য ঘটনা বা অবস্থা বর্তমান পর্যন্ত চালুଥିଲେ সেগুড়িক বর্ণনা করিবা পাই প্রেজেন্ট পারফেক্ট ব্যবহার করা যায়। এহাকু বুঝিবা পাই আস গোটিয়ে কথোপকথন পঢ়িদেবা। রাম কহুচি ভীমকু, হ্যাভ ইউ এভার ট্রাভেলড ভীম? ভীম উত্তর দেউছি yes, I have been to lots of places। Rama, really? Have you been to Kanyakumari? Bhima, yes, I have been there twice। Rama, what about Nepal? Bhima, no, I haven't been to Nepal। ଏଠାରେ ରାମ ଏବଂ ଭୀମ କଥାବାର୍ତ୍ତା ହେଉଛନ୍ତି ଏବଂ ରାମ ପଚାରୁଛି ଭୀମକୁ ଯେ ସେ ଅନେକ ଜାଗା ତା ଜୀବନରେ ଭ୍ରମଣ କରିଛି କି ନାହିଁ। ତାହେଲେ ଦେଖ ଏବଂ ତାର ଉତ୍ତର ମଧ୍ୟ ପ୍ରେଜେଣ୍ଟ ପରଫେକ୍ଟରେ ରହୁଛି। ସେଇଭଳି ଆମେ କହିପାରିବା ହ୍ୟାଭ୍ ୟୁ ଏଭର୍ ଇଟେନ୍ ସ୍ୟାଣ୍ଡୱିଚ୍? ତୁମେ ଜୀବନରେ କେବେ ସ୍ୟାଣ୍ଡୱିଚ୍ ଖାଇଛ କି? ଉଇ ହ୍ୟାଭ୍ ନେଭର୍ ହ୍ୟାଡ୍ ଏ କାର୍? ଆମର କେବେ ବି କାର୍ ନଥିଲା। ହ୍ୟାଭ୍ ୟୁ ରେଡ୍ ଦି ଗୀତା? ତୁମେ କେବେ ଗୀତା ପଢ଼ିଛ କି? He has been here recently। এইভাবে সব সেন্টেন্স অতীতরে আরম্ভ হইଥିବା କାର୍ଯ୍ୟ ଘଟଣା বা ଅବସ୍ଥା ବର୍ତ୍ତମାନ ପର୍ଯ୍ୟନ୍ତ ଚାଲୁଥିବା ଘଟଣାକୁ ସୂଚାଇଥାଏ। ଏବେ ପ୍ରେଜେଣ୍ଟ ପରଫେକ୍ଟର ଦ୍ୱିତୀୟ ନିୟମକୁ ଆସିବା ଯେ ଅତୀତରୁ ଆରମ୍ଭ ହୋଇ ବର୍ତ୍ତମାନ ମୁହୂର୍ତ୍ତ ଅତିକ୍ରମ କରୁଥିବା କାର୍ଯ୍ୟ ବା ଘଟଣା ପାଇଁ ଆମେ ପ୍ରେଜେଣ୍ଟ ପରଫେକ୍ଟ ବ୍ୟବହାର କରୁ। ଆମେ ଏକ୍ସାମ୍ପଲ ଗୁଡ଼ିକୁ ପଢ଼ିବା। ହି ହ୍ୟାଜ୍ ବିନ୍ ଇନ୍ ଦି ଆର୍ମି ଫର୍ 4 years। ସେ ଆର୍ମିରେ 4 ବର୍ଷ ଧରି କାମ କରୁଛି ବା କାମ କରି ଆସୁଛି। We have waited
ଅଲ୍ ଡେ ଆମେ ସାରା ଦିନ ଅପେକ୍ଷା କରିଛୁ। ସି ହ୍ୟାଜ୍ ଲିଭ୍ଡ ହିୟର୍ ଅଲ୍ ହର୍ ଲାଇଫ୍ ସେ ତା ସାରା ଜୀବନ ଏଇଠାରେ ବାସ କରି ଆସୁଛି। ହି ହ୍ୟାଜ୍ ଅଲୱେଜ୍ ହେଲ୍ପଡ୍ ଆସ୍ ସେ ଆମକୁ ସର୍ବଦା ସାହାଯ୍ୟ କରିଛନ୍ତି। ଏହିସବୁ ସେଣ୍ଟେନ୍ସ ଗୁଡ଼ିକ ଅତୀତରୁ ଆରମ୍ଭ ହୋଇ ବର୍ତ୍ତମାନ ମୁହୂର୍ତ୍ତ ପର୍ଯ୍ୟନ୍ତ ବା ବର୍ତ୍ତମାନ ମୁହୂର୍ତ୍ତ ଅତିକ୍ରମ କରୁଥିବା କାର୍ଯ୍ୟ ବା ଘଟଣା ଭଳି ସୂଚାଉଛି। ଏବେ ଆସିବା ତାପର ନିୟମକୁ। ଅତୀତରେ ଆରମ୍ଭ ହୋଇ ବର୍ତ୍ତମାନ ମୁହୂର୍ତ୍ତରେ ଶେଷ ହୋଇଥିବା କାର୍ଯ୍ୟ ପାଇଁ ଆମେ ପ୍ରେଜେଣ୍ଟ ପରଫେକ୍ଟ କେମିତି ବ୍ୟବହାର କରୁ ତାର ଉଦାହରଣ ଗୁଡ଼ିକ ଦେଖିବା। ସମୀର ସେ ମିଟିଂରେ ଅଛି। ଆଇ ହ୍ୟାଭଣ୍ଟ ସିନ୍ ୟୁ ଫର୍ ଲଙ୍ଗ ମୁଁ ତୁମକୁ ବହୁ ସମୟ ଧରି ଦେଖି ନାହିଁ ସେ କହୁଛି। ତେଣୁ ତାର ସେହି ଲୋକ ସହିତ ଯାହାକୁ ସେ କହୁଛି ତାର ବର୍ତ୍ତମାନ ତା ସହିତ ଭେଟ ହେଇଛି। ତେଣୁ ସେ ଏହି କଥା କହୁଛି ଆଇ ହ୍ୟାଭଣ୍ଟ ସିନ୍ ୟୁ ଫର୍ ଲଙ୍ଗ ମୁଁ ତୁମକୁ ବହୁ ସମୟ ଧରି ଦେଖି ନାହିଁ। ସେହିଭଳି ଦ୍ୱିତୀୟ ଉଦାହରଣ ଦିସ୍ ରୁମ୍ ହ୍ୟାଜେଣ୍ଟ ବିନ୍ ସ୍ୱେପ୍ଟ ଫର୍ ମନ୍ଥସ୍ ଏହି ରୁମ୍ଟି ବା ଏହି ପ୍ରକୋଷ୍ଠଟି ବହୁ ମାସ ଧରି ଝାଡ଼ୁ ହେଇନାହିଁ। ଏବେ ଆସ ତାପର ନିୟମକୁ ଯିବା। କୌଣସି ଅଭ୍ୟାସ ଅତୀତରେ ଆରମ୍ଭ ହୋଇ ବର୍ତ୍ତମାନ ପର୍ଯ୍ୟନ୍ତ ଚାଲିଥିଲେ କିମ୍ବା ଭବିଷ୍ୟତକୁ ପ୍ରସାରିତ ହେଲେ ତାହା ବର୍ଣ୍ଣନା କରିବା ପାଇଁ ଆମେ ପ୍ରେଜେଣ୍ଟ ପରଫେକ୍ଟ ବ୍ୟବହାର କରୁ। ଆସ ଉଦାହରଣକୁ ଦେଖିବା। ମନିର ହ୍ୟାଜ୍ ଆଟେଣ୍ଡେଡ୍ କ୍ଲାସ୍ ଏଭ୍ରି ଡେ ସିନ୍ସ ହି ଏଣ୍ଟର୍ଡ ଦ ସ୍କୁଲ ମନୀଷ ବିଦ୍ୟାଳୟରେ ପ୍ରବେଶ ହେବା ପରଠାରୁ ସେ କ୍ଲାସ୍ ଆଟେଣ୍ଡ କରୁଛି। ମାଇ ଫାଦର ହ୍ୟାଜ୍ ଅଲୱେଜ୍ ୱାକ୍ଡ ଟୁ ୱାର୍କ ମୋ ବାପା କାମ କରିବା ପାଇଁ ସବୁବେଳେ ଚାଲି ଚାଲି ଯାଇଛନ୍ତି। ମିଷ୍ଟର ମିଶ୍ର ହ୍ୟାଜ୍ ଟଟ୍ ଇଂଲିଶ ଏଭର୍ ସିନ୍ସ ହି ଜଏନ୍ଡ ଦ କଲେଜ କଲେଜରେ ଜଏନ୍ ହେବା ପରଠାରୁ ମିଷ୍ଟର ମିଶ୍ର ଆମକୁ ଇଂଲିଶ ପଢ଼ାଇ ଆସୁଛନ୍ତି। The news has been telecast at 8 for a few months now. ଏବେ ତା ପର ନିୟମକୁ ଦେଖିବା। କୌଣସି ଘଟଣା ବା କାର୍ଯ୍ୟ ଅତୀତରେ ଘଟି ତାହାର ଫଳ ବର୍ତ୍ତମାନ ଦେଖାଯାଉଥିଲେ ତାହା ବର୍ଣ୍ଣନା କରିବା ପାଇଁ ପ୍ରେଜେଣ୍ଟ ପରଫେକ୍ଟ ବ୍ୟବହାର ହୁଏ। ଆସ ଉଦାହରଣ ଗୁଡ଼ିକୁ ପଢ଼ିବା। ସମୱାନ୍ ହ୍ୟାଜ୍ ବ୍ରୋକନ୍ ଦ କାପ୍ କେହି ଜଣେ କାପ୍ଟିକୁ ଭାଙ୍ଗି ଦେଇଛି। ହ୍ୟାଜ୍ ହି ରିକଭର୍ଡ ଫ୍ରମ୍ ଇଲନେସ୍ ସେ କ'ଣ ଅସୁସ୍ଥତାରୁ ଠିକ୍ ହେଇଛନ୍ତି। ହୁ ହ୍ୟାଜ୍ କଟ୍ ୟୋର୍ ହେୟାର୍ ସର୍ଟ କିଏ ତୁମର ଚୁଟି ଏତେ ଛୋଟ ଛୋଟ କାଟି ଦେଇଛି। ଏଗୁଡ଼ିକ ହେଉଛି ଘଟଣା ବା କାର୍ଯ୍ୟ ଯାହା ଅତୀତରେ ଘଟିଛି ତାର ଫଳ ବର୍ତ୍ତମାନ ଦେଖାଯାଇଛି। ଏବେ ଆସ ପରବର୍ତ୍ତୀ ନିୟମ। ଆମେ ପ୍ରେଜେଣ୍ଟ ପରଫେକ୍ଟକୁ ଏହା ପ୍ରଥମ ବା ଦ୍ୱିତୀୟ ସମୟରେ ଘଟିଛି ଏହା ବୁଝାଇବା ପାଇଁ ବ୍ୟବହାର କରୁ। ଉଦାହରଣ ଇଟ୍ସ ଦ ଫାର୍ଷ୍ଟ ଟାଇମ୍ ହି ହ୍ୟାଜ୍ ଡ୍ରାଇଭେନ୍ ଏ କାର୍ ସେ ଆଗରୁ କେବେ କାର୍ ଚଲେଇ ନାହାନ୍ତି। ଏହା ହେଉଛି ତାଙ୍କର ପ୍ରଥମ ଥର
ସେ କାର୍ ଚଲାଉଛନ୍ତି। ସେହିଭଳି ଇଟ୍ସ ଦ ଥର୍ଡ ଟାଇମ୍ ମୀରା ହ୍ୟାଜ୍ ଅନ୍ ଦ ଫାର୍ଷ୍ଟ ପ୍ରାଇଜ୍ ଇନ୍ ଡିବେଟ୍ କମ୍ପିଟିସନ୍। ମୀରା ଡିବେଟ୍ କମ୍ପିଟିସନରେ ପୁରସ୍କୃତ ହେବାର ଏହା ହେଉଛି ତୃତୀୟ ଥର। ଏବେ ଆସ ତାପର ନିୟମକୁ ଯିବା। କେତେକ ଏଡଭାର୍ବ ବା ଏଡଭାର୍ବିଆଲ୍ସ ସେଗୁଡ଼ିକ ପ୍ରେଜେଣ୍ଟ ପରଫେକ୍ଟ ସହିତ ବ୍ୟବହୃତ ହୁଏ। ସେଗୁଡ଼ିକ ହେଲା ଜଷ୍ଟ, ହାର୍ଡଲି, ଅଲରେଡି, ୟେଟ୍, ଅକେଜନାଲି, ଏଭର। ଏଗୁଡ଼ିକ ଉଦାହରଣ, ହି ହ୍ୟାଜ୍ ଜଷ୍ଟ ରିସିଭ୍ଡ ଏ ଲେଟର। ସେ ଏବେ ଏବେ ଗୋଟିଏ ଲେଟର ବା ଚିଠି ପାଇଛନ୍ତି। वी हैव ऑलरेडी डन आवर होम टास्क। आमे आमर घर पाठ को करी देइछु। कैन यू वेट ए मिनिट? तुम्हें कौन टिकिए अपेक्षा करिब? आई हैव हार्डली फिनिश्ड माय ब्रेकफास्ट। मु हला ब्रेकफास्ट बा सकाळ जलखिया को मु सांग करी नाही। हि हैज रिटन द लेटर। से गोटे लेटर लिखिछंती। बट आई हैव नॉट पोस्टेड इट येट। किंतु मु ए पर्यंत ताको चिठी बाक्स रे पकाई नाही। एबे आस जानिबा एही प्रकार सेंटेंस रे फॉर एवं सिंस रो व्यवहार। कार्यटी केते समय धरी हेउची एहा प्रकाश करबा को हेले फॉर व्यवहार करा जाय। ही हैज लिव्ड हियर फॉर 10 years। से एठारे 10 वर्ष धरी रही आछंती। ही हैज बीन हियर फॉर 3 days। से 3 दिन धरी एठारे अछंती। सेही भली आमे फॉर को এইভাবে ইউজ করিবা ফর 3 hours, ফর 20 minutes, ফর 30 minutes, ফর 10 minutes, ফর 20 years, ফর এ লং টাইম, ফর এজেস। এইভাবে আমি ব্যবহার করিবা প্রেজেন্ট পারফেক্ট সহিত ফর কু। সিন্স কু আমি কার্যটি কেবে বা কেউ নির্দিষ্ট সময়ে আরম্ভ হয়েছি তাহা প্রকাশ করিবাকু ব্যবহার করু। He has lived here since 1990। से एठारे 1990 मसीहारू बास करुछंती। They have been here since Monday। सेमाने सोमवार ठारू एठारे बास करी आछंती। सेही भली आमे कहि परिबा since 10 o'clock, since 7th June, since June, since Christmas, since breakfast, since मॉर्निंग। यही भली आमे कहिबा एवं प्रेजेंट परफेक्ट सहित याकू यूज करिबा। ताहले मु भाबुची पिला माने तुमे प्रेजेंट परफेक्ट को बुझी जाइथिबो एवं तार सठिक व्यवहार मध्य जानि जाइथिबो। तुमे एही वीडियो को बारंबार प्ले करी देख सुन। निश्चित भाव में प्रेजेंट परफेक्ट तुमको पूरा क्लियर हो जीवो एवं जो सब एग्जाम तुम्हें देवाकू जाउच से सब एग्जाम रे तुमर काम रे आसीबो। थैंक यू फॉर वाचिंग दिस वीडियो एंड सब्सक्राइबिंग माय चैनल।